ସୁଭଦ୍ରା ଯୋଜନାରୁ ଏମାନେ ପଡ଼ିବେ ବାଦ୍, ଜାଣନ୍ତୁ କାହିଁକି? ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଦିନରେ 4ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରୁ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଏବଂ କିଏ ବାଦ୍ ପଡ଼ିବେ, ଏହାକୁ ନେଇ ଚାଲିଛି ଆଲୋଚନା। 100 ଦିନ ଭିତରେ ଏହାକୁ କାର୍ଯ୍ୟ କରିବାକୁ ଘୋଷଣା କରାଯାଇଥିଲା। ତ ବର୍ତ୍ତମାନ ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ, ଜାଣନ୍ତୁ। ମହିଳା ଜଣକ ଓଡ଼ିଶାରେ ବାସିନ୍ଦା ହୋଇଥିବା ଆବଶ୍ୟକ। ବୟସ ତା'ର 23ରୁ 59 ମଧ୍ୟରେ ହୋଇଥିବା ଜରୁରୀ। କେବଳ ବିବାହିତା ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ। ଗୋଟିଏ ପରିବାର ଜଣକୁ ସୁଭଦ୍ରା ଭାଉଚର ମିଳିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କ'ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ? ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସ୍ ଫଟୋ, ଆୟ ପ୍ରମାଣପତ୍ର ଏବଂ ରାସନ କାର୍ଡ଼, ଏହିସବୁ ଡକୁମେଣ୍ଟ ଆପଣଙ୍କୁ ଦେବାକୁ ପଡ଼ିବ। ଖୁବ୍ ଶୀଘ୍ର ନୋଟିଫିକେସନ୍ ଆସିବ ଓ ଅନଲାଇନ୍ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଭାଗୀୟ ବୈଠକରେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି 100 ଦିନ ଭିତରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତ ଆପଣମାନେ ଜାଣିପାରିଲେ, ବର୍ତ୍ତମାନ ଏହିମାନେ ଆପ୍ଲାଏ କଲେ ଆପଣମାନଙ୍କୁ ପଇସା ମିଳିବ ଏବଂ ବୟସ ଏତିକିରୁ ଏତିକି 23ରୁ 59 ବର୍ଷ ହୋଇଥିବା ଦରକାର ଏବଂ ଆପଣମାନଙ୍କୁ ଘରୁ ଜଣକେ ମିଳିବ। ତ ଆପଣମାନେ ଜାଣିପାରିଲେ। ତ ବର୍ତ୍ତମାନ ନୋଟିଫିକେସନ୍ ଆସିନି। ଆପଣମାନଙ୍କୁ ଆଉ ଗୋଟେ କଥା କହିଦେଉଛି, ଯଦି ଆପଣ ଇନକମ୍ ସାର୍ଟିଫିକେଟ୍ ଆପ୍ଲାଏ କରୁଛନ୍ତି ତ ଏବେ ଆପ୍ଲାଏ କରନ୍ତୁ ନାହିଁ, କାହିଁକିନା ନୋଟିଫିକେସନ୍ ଆସୁ। ବର୍ତ୍ତମାନ ସ୍ୱାମୀ ନାଁରେ ହେବ କି ସ୍ତ୍ରୀ ନାଁରେ ହେବ ସେଇଟା ବର୍ତ୍ତମାନ ଜଣାପଡ଼ିନି। ତ ବର୍ତ୍ତମାନ ଏବେ ଆପ୍ଲାଏ କରିଦେଲେ କିଛି ଫାଇଦା ହେବନି। ସେତେବେଳକୁ ଡକୁମେଣ୍ଟ ଦେଲା ବେଳକୁ ଭୁଲ ଭାଲ ହେଇଯିବ, ସେଇଠୁ ଆପଣ ଅସୁବିଧାରେ ପଡ଼ିପାରନ୍ତି, କାହିଁକିନା ସେତେବେଳେ ବହୁ ଲୋକ ଆପ୍ଲାଏ କରିବେ। ତ ବର୍ତ୍ତମାନ ଟିକେ ରହିଯାଆନ୍ତୁ, ଏ ନୋଟିଫିକେସନ୍ ଆସୁ ହେରି, ତା'ର ସାଇଟ୍ ତିଆରି ହେଇସାରୁ ଏବଂ କେମିତି ଆପ୍ଲାଏ କରାଯିବ, କ'ଣ ହେବ, ଅନଲାଇନ୍ କେଉଁଟା ଅଫଲାଇନ୍ କେଉଁଟା, ସେଇଟା ସବୁ ପଳେଇ ଆସୁ। ତ ବର୍ତ୍ତମାନ ମନ ଇଚ୍ଛା ଯେଉଁମାନେ କହୁଛନ୍ତି ୟୁଟ୍ୟୁବରେ କହୁଛନ୍ତି ଏଇଟା ଇନକମ୍ କରିଦିଅନ୍ତୁ ବାପାଙ୍କ ସ୍ତ୍ରୀ ନାଁରେ, ତ ଆପଣଙ୍କ ନାଁରେ କରିଦିଅନ୍ତୁ, ସ୍ୱାମୀଙ୍କ ନାଁରେ କରିଦିଅନ୍ତୁ। ତ ଏଇଟା କାହା ଇଏରେ କରନ୍ତୁ ନାହିଁ। ଆପଣ ଟିକେ ଅପେକ୍ଷା କରିଯାଆନ୍ତୁ। ବର୍ତ୍ତମାନ ନୋଟିଫିକେସନ୍ ଆସୁ, ଗଭର୍ଣ୍ଣମେଣ୍ଟ ତରଫରୁ ନୋଟିଫିକେସନ୍ ଜାରି ହୋଇନାହିଁ। ଆଉ ନୋଟିଫିକେସନ୍ ଆସୁ ଆପଣମାନେ ଆପ୍ଲାଏ କରିବେ। ତ ଏମିତି ସବୁ ଆପ୍ଲାଏ କରିବେ। ବର୍ତ୍ତମାନ ବ୍ୟସ୍ତ ହୁଅନ୍ତୁ ନାହିଁ। ଗଭର୍ଣ୍ଣମେଣ୍ଟ କହି 100 ଦିନ ଭିତରେ କରିବା ପାଇଁ, ତ ଜଣାପଡ଼ୁଛି ଏଇ କିଛି ଦିନ ଭିତରେ ଆସିବରି। ତ ବର୍ତ୍ତମାନ ଆପଣ କ'ଣ କରିବେ ନା ରହିଯାଆନ୍ତୁ। ଯଦି ଆସିବ କାହା ନାଁରେ ଇନକମ୍ ସାର୍ଟିଫିକେଟ୍ ଆପ୍ଲାଏ କରିବେ ତ ସେଇଟା ଜଣାପଡ଼ିଯିବ, ତାପରେ ଆପଣ ଆପ୍ଲାଏ କରିବେ। ଏମିତି ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାନ୍ତୁ। ମୁଁ ଭିଡ଼ିଓ ଅପଲୋଡ଼ କଲେ ଆପଣଙ୍କ ପାଖକୁ ଭିଡ଼ିଓ ପଳେଇବ, ବିଭିନ୍ନ ପ୍ରକାର ଇନଫର୍ମେସନ୍ ଭିଡ଼ିଓ। ତ ରଖୁଛି, ନମସ୍କାର।